ଜୟ ଗୁରୁ। ଆଶା କରେ ସମସ୍ତ ଦାଦା ମା ମାନେ ଅତି ଆନନ୍ଦରେ ଅଛନ୍ତି ପରମ ପ୍ରେମକୁ ମୁଣ୍ଡରେ ନେଇ। ଆଜି ପୁଣି ପ୍ରସଙ୍ଗ ସତ୍ୟାନ୍ୱେଷଣର କିଛି ଅଂଶ ପାଠ କରିକି ଆପଣମାନଙ୍କୁ ଶୁଣାଇବା ପାଇଁ ଆସିଅଛି। ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶ୍ରୀ ଚରଣ ଭୂମିଷ୍ଠ ପ୍ରଣମ ପରମରାଧ୍ୟ ଜଗତ ଶ୍ରୀ ଶ୍ରୀ ବଡ଼ମା ପରମ ପୂଜ୍ୟ ପାଦ ଶ୍ରୀ ବରଦା ପରମ ପୂଜ୍ୟ ପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ଶ୍ରୀ ଚରଣ ଭୂମିଷ୍ଠ ପ୍ରଣାମ ଜଣାଇ ଆଜି ଆପଣମାନଙ୍କୁ ଅନ୍ତର ସହିତ ହାର୍ଦ୍ଦିକ ଅଭ୍ୟର୍ଥନା ଜଣାଏ ଏହି ପାଠରେ ଏବଂ ପାଠଟି ଆରମ୍ଭ କରିବାକୁ ଯାଉଛି। ପରମ ପ୍ରେମ ଶ୍ରୀ ଠାକୁରଙ୍କର ଅମୃତ ସତ୍ୟାନ୍ୱେଷଣ ବାଣୀଟି ହେଉଛି ଦାନ କରି ପ୍ରକାଶ ଯେତେ ନ କର ସେତେ ହିଁ ମଙ୍ଗଳ ଅହଙ୍କାରରୁ ରକ୍ଷା ପାଇବ। ଦାନ କରି ପ୍ରକାଶ କାହିଁ କରିବ ନାହିଁ? ପ୍ରକାଶ ଯଦି ଆମେ କରିବା ନାହିଁ ହେଲେ ଆମ ଭିତରେ ଅହଙ୍କାର ଉପୁଜିବ ନାହିଁ। ଏଇ କଥାଟି କହିବି। ଆହୁରି ପୁଣି କହିଛନ୍ତି ଯାଞ୍ଚକାରୀଙ୍କୁ ଫେରାଅ ନାହିଁ। ଅର୍ଥ ନହେଲେ ସହାନୁଭୂତି, ସାହସ, ସାନ୍ତ୍ୱନା, ମିଠା କଥା ଯାହା ହଉ ଗୋଟିଏ ଦିଅ, ହୃଦୟ କୋମଳ ହବ। କାହିଁକି ଦେବ? କାହିଁକି ସହାନୁଭୂତି, ମିଠା କଥା, ସାହସ, ସାନ୍ତ୍ୱନା, ଅର୍ଥ କାହିଁକି ଦେବ? ହୃଦୟ କୋମଳ ହବ। ସେଥିପାଇଁ ଏଇଟା ତ ସହଜ ଭାବରେ ଯାହା ବୁଝାଗଲା। ଏବେ ଦେଖନ୍ତୁ ଏଇ ବାଣୀଟିର ପୂର୍ବରେ ଗୋଟେ ବାଣୀ ପାଠ କରିଥିଲି। ସେ ବାଣୀଟି ଥିଲା ଦାନ ଯାହାକୁ କରିବ ତାଙ୍କର ଦୁଃଖକୁ ଅନୁଭବ କରି ସହାନୁଭୂତି ପ୍ରକାଶ କର, ସାହସ ଦିଅ, ସାନ୍ତ୍ୱନା ଦିଅ, ପରେ ଯାହା ସାଧ୍ୟ ଯତ୍ନ ସହକାରେ ଦିଅ, ପ୍ରେମର ଅଧିକାରୀ ହବ, ଦାନ ସିଦ୍ଧ ହବ। ତ ଏଇଭଳି ଭାବରେ ଦାନ କଲେ ଦାନ ସିଦ୍ଧ ହବ। ଏ କଥା ତ କହିଲେ ଦାନ କରି ପୁଣି ପ୍ରକାଶ କରିବାକୁ ମନା କଲେ। ଆହୁରି ପୁଣି କ'ଣ କଲେ? ଯିଏ ମାଗୁଛନ୍ତି, ଯିଏ ପ୍ରାର୍ଥୀ ତାଙ୍କୁ କିଛି ନା କିଛି ଦିଅ, କିଛି ନା କିଛି ଦିଅ, ସହାନୁଭୂତି, ସାହସ, ସାନ୍ତ୍ୱନା, ମିଠା କଥା ଯାହା ବି କିଛି ଦିଅ। ଏଇ ବାଣୀଟି ପାଠ ହେଲା ପରେ ପରମ ପୂଜ୍ୟ ପାଦ ଶ୍ରୀ ଶ୍ରୀ ପିତୃଦେବଙ୍କ ଆଦେଶରେ ପୁଅମାନଙ୍କ ଭିତରୁ ପ୍ରଶ୍ନ ଆଲୋଚନା କରିବାକୁ ଆରମ୍ଭ କଲେ। ପ୍ରଶ୍ନ କହୁଛନ୍ତି ଯେ ସେ ଲୋକଟାକୁ ଫେରାଇବାକୁ ମନା କରୁଛନ୍ତି ଯିଏ କିଛି ଚାହୁଁଛନ୍ତି, ଯିଏ ପ୍ରାର୍ଥୀ ଠାକୁର ଏଠି ତାଙ୍କୁ ଫେରାଇବାକୁ ମନା କରୁଛନ୍ତି। ଟଙ୍କା ପଇସା ଯାହା, ସହାନୁଭୂତି, ସାହସ, ସାନ୍ତ୍ୱନା ଯାହା କିଛି ବି ଦେବାକୁ କହୁଛନ୍ତି। ସହାନୁଭୂତି ଅର୍ଥ କ'ଣ? ଯେ ଅର୍ଥ ଯେପରି ଜଣେ ଲୋକ ଆସି ମୋତେ ଦୁଃଖର କଥା କହୁଛନ୍ତି, ତାଙ୍କର ସେଇଭଳି କଷ୍ଟ ଦେଖିକି ସେ ଯେଉଁଭଳି କଷ୍ଟ ଅଛି ସେଇଭଳି ଭାବରେ ବୁଝେଇକିରି ତାଙ୍କୁ ସାହାଯ୍ୟ କରିବା। ହୁଏତ ଘରେ ନିଆଁ ଲାଗିଯାଇଛି, ଘର ପୋଡ଼ିଗଲା, କିଛି ଟଙ୍କା ଦରକାର, ମୁଁ ତାଙ୍କୁ କିଛି ଦେଇଦେଲି। ଶ୍ରୀ ପିତୃଦେବ ଟଙ୍କା ଯଦି ଚାହାନ୍ତି, ଟଙ୍କା ଯଦି ମାଗନ୍ତି ହେଲେ ଟଙ୍କା ଦେବେ। ଯଦି ଟଙ୍କା ନ ମାଗନ୍ତି, ପ୍ରଶ୍ନ କରୁଛି ତାହେଲେ ସହାନୁଭୂତି କେଉଁଭଳି ଭାବରେ ସହାନୁଭୂତି ଦେବ? କିଛି ଦେଲେ ନାହିଁ, କିଛି ଦେଲ ନାହିଁ, କିଛି ଦେଲ ନାହିଁ, ମାନେ ଅର୍ଥ କିଛି ଦେଲ ନାହିଁ, ତାଙ୍କୁ ସହାନୁଭୂତି ଦେଖେଇଲ କେମିତି ବୁଝିବ? କେମିତି ବୁଝି ହେବ? ପ୍ରଶ୍ନରେ ସିଏ ପୁନରାୟ ଆଶିଷକୁ ପଚାରିଲେ। ଆଶିଷ କହିଲେ ମୋର ପାଖରେ ହୁଏତ ଜଣେ ଲୋକ ଆସିଲେ, ତାଙ୍କର ବାପା ମରିଯାଇଛନ୍ତି, ତାଙ୍କୁ ଟଙ୍କା ଦରକାର। ସେ ଟଙ୍କା ମାଗିଲା, ଦୁଃଖ କରିବାକୁ ଲାଗିଲେ। ମୁଁ ତାଙ୍କୁ କହିଲି ଏମିତି କର ନାହିଁ, ଏମିତି ସମସ୍ତଙ୍କର ହୁଏ। ଶ୍ରୀ ଶ୍ରୀ ପୃଥ୍ୱୀ ହେଲେ ଟଙ୍କା ତ ଦେଲ ନାହିଁ ନା? ଆଶିଷ କହିଲେ ଟଙ୍କା ମୋ ପାଖରେ ଥିଲେ ଦେବି, ନଥିଲେ କେବଳ ସହାନୁଭୂତି ଜଣାଇବି। ଶ୍ରୀ ଶ୍ରୀ ପୃଥ୍ୱୀଦେବ କହୁଛନ୍ତି ତାର ଅର୍ଥ ଟଙ୍କା ତ ଆମ୍ଭମାନଙ୍କ ପାଖରେ ଅନେକ ସମୟରେ ରହେ ନାହିଁ, କିନ୍ତୁ ଅନେକ କାର୍ଯ୍ୟ ଆମେ କରିଚାଲୁ, ଶୁଭ କାର୍ଯ୍ୟରେ ଆଗେଇ ଏକା ଯାଉ। ତୁମେ ତାଙ୍କ ପାଇଁ ବାସ୍ତବରେ କିଛି କରିଲ ନାହିଁ, ସହାନୁଭୂତି ବା କିପରି ଦେଖେଇଲ? ସହାନୁଭୂତି ଦେଖେଇବାଟା କିପରି ହେଲା? ପିଲାମାନଙ୍କ ଭିତରେ ଆଲୋଚନାରେ ସ୍ପଷ୍ଟ ନ ଭାବରେ ଶ୍ରୀ ଶ୍ରୀ ପିତୃଦେବ କହିବାକୁ ଲାଗେ କେସ୍ ଅର୍ଥାତ୍ କ୍ଷେତ୍ର ସବୁବେଳେ ଗୋଟେ ପ୍ରକାର ରହେନି। କିଏ ହୁଏତ କହୁଛନ୍ତି ତାଙ୍କର ଭାଇ ମରିଗଲେ, କିଏ ହୁଏତ କାନ୍ଦି କାନ୍ଦି ଅସ୍ଥିର ହେଇଗଲେ। ମୁଁ କହିଲି କାହିଁକି କାନ୍ଦୁଛ? ଚାଲ ଯାଇକି ଦେଖିବା କ'ଣ ହେଇଛି। ମୁଁ ଦେଖିକିରି କହିଲି କାନ୍ଦି ଭାଙ୍ଗି ପଡ଼ିବାର ଆବଶ୍ୟକତା ନାହିଁ। କେତେ ଲୋକଙ୍କର ଏହାଠାରୁ ବି ଅଧିକ ଜଟିଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ। କେତେ ଲୋକଙ୍କୁ ତୁମର କିଛି ହେଇନାହିଁ, ଦେଖାଗଲା ତାଙ୍କର ପ୍ରାଣ ଏବେ ବି ବଞ୍ଚିଛି। ଭଲ ଡକ୍ଟର ଆଣି ତାଙ୍କୁ ଚିକିତ୍ସାର ବ୍ୟବସ୍ଥା କରିଦେଲି, ତାପରେ ସେ ସୁସ୍ଥ ହେଇଗଲା। ଏମିତି ଭାବରେ ବିନା ପ୍ରୟୋଜନରେ, ବିନା କାରଣରେ ଅନେକ ମଣିଷ ଭୟ କରନ୍ତି। କ'ଣ ହେଇଗଲା, କ'ଣ ହବ, କେମିତି ଭାବରେ, ଆରେ ବାପା
ଏମିତି କେତେ କଥା ଭାବିକିରି ଏମିତି ଭାବି ଭାବିକି ଅସ୍ଥିର ହୋଇ ପଡ଼ନ୍ତି। ଏମିତି ବଡ଼ ବଡ଼ ମଣିଷମାନେ ମଧ୍ୟ ଏମିତି ଭୟର ଶିକାର ହୋଇଥାନ୍ତି କେବେ କେବେ। ଆଶିଷକୁ କହିଲେ, ଯଦି ଆଶିଷ ପ୍ରସନ୍ନ ପାଖରେ ଗଲା ଆଉ କହିଲା, ପ୍ରସନ୍ନ, ମୋର ଘରେ ଭାଉଜଙ୍କର ବହୁତ ଖରାପ ଅବସ୍ଥା, ଜ୍ୱର, ମୁଣ୍ଡରେ ଯନ୍ତ୍ରଣା, ତୁମେ ପ୍ରସନ୍ନ ତାହା ଶୁଣିକି ଯଦି କହିଲ, ଏଥିରେ ଏତେ ଅସ୍ଥିର ହେବାର କ'ଣ ଅଛି? ବହୁତ ଜ୍ୱର ଦେଖିକି ତମେ ତାଙ୍କ ମୁଣ୍ଡରେ ପାଣି ଢାଳିଲ, ଜ୍ୱରଟାକୁ କମେଇ ଦେଲ। ଏମିତି କମେଇଲା ପରେ ଜଣେ ଅଭିଜ୍ଞ ଡକ୍ଟରଙ୍କୁ ଡାକି ତାଙ୍କର ପ୍ରয়োଜନୀୟ ଔଷଧ କିଣିଦେଲ। ଏଥିରେ କ'ଣ ହେଲା ନା ସାହସ ଦେଲ, ଅର୍ଥ ଦିଆହେଲା, ପୁଣି ସହାନୁଭୂତି ମଧ୍ୟ ଦେଖେଇଲ। ଠାକୁର ଏହିପରି ଭାବରେ ସେବା ଦେବାକୁ କହିଛନ୍ତି। ତାହେଲେ କ'ଣ ହବ? ଏମିତି ଭାବରେ ସେବା ଦେଲେ କ'ଣ ହବ? ଆମର ହୃଦୟ କୋମଳ ହବ, ମନରେ ସଂକୀର୍ଣ୍ଣତା ଦୂର ହବ, ସମସ୍ତଙ୍କୁ ନିଜର ମନେ ହବ, ଆପଣାର ମନେ ହବ। ପ୍ରଶ୍ନ ଉଠିଲା, ଯାହା ହଉ ଗୋଟିଏ ଦିଅ। ଏଠି ଠାକୁର ତ ଯେକୌଣସି ଗୋଟିଏ, ଅର୍ଥାତ୍ ଅର୍ଥ, ସହାନୁଭୂତି, ସାହସ, ସାନ୍ତ୍ୱନା, ମିଠା କଥା ଏସବୁ ଦେବାର କଥା କହିଛନ୍ତି। ସବୁ କେସ୍ ତ ଗୋଟେ ପ୍ରକାର ନୁହଁ, ସବୁ କ୍ଷେତ୍ର ତ ଗୋଟେ ପ୍ରକାର ନୁହଁ। ସ୍ଥାନ, କାଳ, ପାତ୍ର ବିବେଚନା କରି ଯୋଉଠି ଯେପରି ଦରକାର ସେପରି କରିବାକୁ ହୁଏ। କୌଣସି ସ୍ଥାନରେ ହୁଏ ତ ଅର୍ଥ ଦେଲେ ହିଁ ସମସ୍ୟାଟା ମିଟିଯିବ। ପୁଣି ଏମିତି କୌଣସି କେତେକ ଜାଗା ଅଛନ୍ତି ଯୋଉଠି ଅର୍ଥ ଦେବାର କୌଣସି ପ୍ରଶ୍ନ ହିଁ ଉଠେନି। ଯଥୋଚିତ ସାହସ, ସାନ୍ତ୍ୱନା ଦେବାଟା ହିଁ ସବୁଠାରୁ ବଡ଼ କର୍ତ୍ତବ୍ୟ ହୋଇଥାଏ। ଆହୁରି ପୁଣି ଏମିତି ବି ଅଛନ୍ତି ଯୋଉଠି ସାହସ, ସାନ୍ତ୍ୱନା ବା ସହାନୁଭୂତି ଦେଖେଇବାକୁ ଯାଇ ବାସ୍ତବରେ ତୁମେ ତାଙ୍କ ପାଇଁ ଯଦି କିଛି ଅର୍ଥ ବା ତାଙ୍କ ପାଇଁ କିଛି ଆହୁରି କିଛି ନ କରିକି ପାରିବ ହିଁ ନାହିଁ। ସାହସ ବା ସହାନୁଭୂତି ଦେଖେଇବାଟା କେବଳ ପାଟିରେ ହୁଏନି, କେବଳ କଥାରେ ହୁଏ ନାହିଁ, ସ୍ୱତଃ ଯାହାର କରିବାର ତାହା ସେଠି କରି ଉଠେ। ଅର୍ଥାତ୍ କାହା ପ୍ରତି ମୋର ଯଦି ସହାନୁଭୂତି ଥାଏ, ମୁଁ ଯଦି ତାଙ୍କର କଷ୍ଟକୁ ଅନୁଭବ କରେ, ଅଟୋମେଟିକାଲି ସ୍ୱତଃ ଭାବରେ ଆମ ପାଖରେ ଯେତିକି କ୍ଷମତା ଅଛି ଆମର, ସେଇ କ୍ଷମତା ଅନୁସାରେ ଆମେ ତାଙ୍କ ପାଇଁ କରି ଚାଲିବ। ନ ପାରିଲେ ମଧ୍ୟ ଚେଷ୍ଟା କରିବାକୁ ପଛ ଘୁଞ୍ଚା ହେବ ନାହିଁ। ମୋର ବାପାଙ୍କର ଯଦି ଦେହ ଖରାପ ହୁଏ ଆଉ ମୋ ପାଖରେ ଯଦି ଗୋଟେ ପଇସା ବି ନଥାଏ, କ'ଣ ମୁଁ ଚୁପଚାପ ବସି ରହିବି ହାତ ଯୋଡ଼ିକିରି? ନୁହଁ, କଦାପି ବସି ରହିବିନି। ମୁଁ କାହାକୁ ନା କାହାକୁ ପଇସା ମାଗିକିରି ହଉ, ଗାଡ଼ି ମାଗିକି ହଉ, ତାର ଗୋଡ଼ ଧରିକି ହଉ, ଯେପରି ହଉ, ମୁଁ ବାପାଙ୍କୁ ନେଇକିରି ହସ୍ପିଟାଲ ଯିବି, ଠିକ୍ ଡକ୍ଟରଙ୍କ ପାଖରେ ପହଞ୍ଚିବି। ଏହା ନୁହଁ କି ଏଇଟା କ'ଣ ମୁଁ ବାପାଙ୍କର କଷ୍ଟଟାକୁ ମୁଁ ନିଜେ ବୁଝୁଛି ସେଥିପାଇଁ। ଆଉ ଯଦି ମୁଁ ଏଠି ବୁଝୁନାହିଁ, ହେଲେ ବାପାଙ୍କ ପ୍ରତି ମୋର କୌଣସି ପ୍ରେମ ନାହିଁ, କୋମଳ ଭାବ ନାହିଁ। ତ ଏମିତି ଭାବରେ ପ୍ରତିଟି ମଣିଷ ଯିଏ ବି ମୋ ପାଖରେ ଅସୁବିଧା ପାଇ ଆସୁଛନ୍ତି, ତାଙ୍କର କଷ୍ଟଟାକୁ ଅନୁଭବ କରି ମୁଁ ଯଦି ତାଙ୍କ ପାଇଁ କିଛି କରେ, ହେଲେ ସାନ୍ତ୍ୱନା, ସହାନୁଭୂତି, ମିଠା କଥା ସହିତ ଆହୁରି ଯାହା ଦରକାର ସେଇଟା ମଧ୍ୟ ମୁଁ କରିବି ନିଶ୍ଚିତ ଭାବରେ, ସତ ଭାବରେ। ଏଇଟା ପିତୃଦେବ କହିବାକୁ ଚାହୁଁଛନ୍ତି। ତ ବାଣୀଟି ପାଠ ହେଲା ପରେ, ଶେଷ ହେଲା ପରେ, ଆଲୋଚନା ସରିଲା ପରେ ଶ୍ରୀ ପିତୃଦେବ କହୁଛନ୍ତି ଯେ ମନେ ରଖିବାକୁ ହୁଏ। କ'ଣ ମନେ ରଖିବାକୁ ହୁଏ? ଯାହା ଆମେ ବାଣୀ ପାଠ କରୁ, ମୁଖସ୍ଥ କରିବାକୁ ହୁଏ। ମନେ କାହିଁକି ରଖିବାକୁ ପଡ଼ିବ? ମନେ ରଖିକି ଏହାକୁ ଚରିତ୍ରଗତ କରିବାକୁ ପଡ଼ିବ। ଚରିତ୍ରଗତ କରିବାର ଅର୍ଥ କ'ଣ? ଚରିତ୍ରରେ ସେଇ ଯେଉଁ ଭାବଟା ଠାକୁର କହୁଛନ୍ତି, ସେଇ ଭାବଟା ନିଜ ଭିତରେ ପଶେଇଦେବା ଏବଂ ଚରିତ୍ରରେ ରୂପାୟଣ କରିବା। ଏମିତି ଯଦି ଆମେ ନ କରୁଛୁ, ଏମିତି ପାଠ କରିବାର କ'ଣ ଲାଭ? ଠିକ୍ ଅଛି ଦାଦା ଓ ଭାଇମାନେ, ଜୟ ଗୁରୁ। ମା ମାନେ ଭଲ ରହିବେ। ଜୟ ଗୁରୁ। ବନ୍ଦେ ପୁରୁଷୋତ୍ତମ।